কালো রীতি গৌল ভালি তব শিলি মুহি মালিকালি খন খন বচন কানে কানে দিয়ে কহি ଏହା ଶୁଣି ସୁରେନ୍ଦ୍ର ବାବୁ ଅଲେଖ ଶରଣ ଅଲେଖ ଶରଣ ଅଲେଖ ଶରଣ ଅଲେଖ ଶରଣ। ଆଉ ସୁରେନ୍ଦ୍ର ବାବୁ ଭଲ ଅଛନ୍ତି? ତ ଆପଣଙ୍କର ଭିଡିଓ ତ ବର୍ତ୍ତମାନ ଭାଇରାଲ ହେଲାଣି ଆମ ଚ୍ୟାନେଲରେ, ବହୁତ ଲୋକ ଆପଣଙ୍କୁ ପସନ୍ଦ କଲେଣି। ଆଚ୍ଛା 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 ଆଚ୍ଛା, ମାଳିକା ବଚନକୁ ଆପଣ କେତେ ଭଲ ପାଆନ୍ତି? ମୁଁ ବହୁତ ଭଲ ପାଏ। ଅନେକ ଗୁଡିଏ ଦେଖ ଭବିଷ୍ୟତ ମାଳିକା ଏଇ ସବୁ ଅନେକ ଗୁଡିଏ ମାନେ ଅଚ୍ୟୁତାନନ୍ଦଙ୍କର ଲେଖା ମୁଁ ସଦାବେଳେ ପଢବା ପାଇଁ ମହାପୁରୁଷ ଅଚ୍ୟୁତ ଗୋସ୍ୱାମୀଙ୍କ କୃତ୍ୟ ବୁଝିଲେ। ତ ଏହାକୁ କଳି ଯୁଗର ଯାହା ବିଷୟବସ୍ତୁ ଲେଖିଛ ବର୍ତ୍ତମାନ ଯୁଗରେ ସେୟା ହେଉଛି, ତେଣୁକରି ୟାକୁ ଟିକେ ମୁଁ ପ୍ରକାଶ କରିବାକୁ ଯାଉଛି। ବହୁତ ସୁନ୍ଦର। ଦେଖି କଳି କାଲ ରୀତି ଗৌল ଭାଲି ତବ ଶିଲି ମୁହି ମାଲିକାଲି খন খন ବଚନ କାନେ କାନେ দিয়ে କହି ଏହା ଶୁଣି ନାହିଁ କାନେ ଗৌল ଦେଖି ନଥିଲା ତ ଆଖି ମାଲିକାଲି খন ଜାତି ହରିଜନ ବାଜିତ ହେଲେଣିକି ସର୍ବେ ହେବେ ଏକାକାର ଗৌল ଦେବ ବାଡ଼ ଯିବ ଡୁବି ଜାତି ଭେଦା ଭେଦ କିଛି ନ ରହିବ ଜପ ତପ ଯିବ ଲିଭି। ହଉଛ ତ? ଆଚ୍ଛା, ନିଶ୍ଚୟ। ଶୁଣନ୍ତୁ, ଏଇ ଯୋଉ କଥାଟି ଆପଣ କହିଲେ ଟିକେ ବୁଝେଇ ଦିଅନ୍ତୁ ନା ପଦେ। ଦେଖନ୍ତୁ ମାଲିକା ଲେଖନ ଜାତି ହରିଜନ ବାଜିତ ହେଲେ ଏଣିକି ବେଲେ ତାମାନେ ସମସ୍ତେ ଚଢି ଆସୁଛ ହରିଜନ ମାନେ ସର୍ବେ ହେବେ ଏକାକାର ଗৌল ଦେବ ବାଡ଼ ଯିବ ଭାଙ୍ଗି। ଦେବ ବାଡ଼ ବେଲେ ଭଗବାନଙ୍କର ଯେନ ବାଡ଼ ବେଲେ ବେଲେ ତ ଭାଙ୍ଗି ଯାଉଛି ନା। ଆଚ୍ଛା, ଜାତି ଭେଦ ଭାବ କିଛି ନ ରହିବ ଜପ ତପ ଯିବ ଲିଭି। ଜପ ତପ ତ ଲିଭି ଯାଉଛି ନା ଏବେ ବର୍ତ୍ତମାନ ଯୁଗେ। କଲି ଯୁଗରେ ଏଇ ସବୁର କିଛି ମାନେ ରହୁନି। ହଁ, ତେବେ କଲି ହେବ ଶେଷ ଗৌল ମାଲିକା କରିଛି ଯାହା କାଲିଆ ବୋଦାରେ ମ୍ଲେଚ୍ଛ ସଂହାରଣ ଅଲପ ଦିନକୁ ଚାହା ଅକାଳ ହୋଇବ କାଳ ଗৌল କୁହୁଡ଼ି ଆସିବ ମାଣି 7 ଦିନ ଯାଏ ଅନ୍ଧାର ହୋଇବ ବୁଝି ଜ୍ଞାନ ଯିବ ହୁଡ଼ି। ଏଇ ଯୋଉ 7 ଦିନ କଥା କହିଲେ ଅନ୍ଧାର ହେଇଯିବ। ହଁ, 7 ଦିନ ତ ଅନ୍ଧାର ହବ। ସମସ୍ତେ କହୁଛନ୍, ସବୁ ଅଚ୍ୟୁତ କହୁଛନ୍, ଅନନ୍ତ କହୁଛନ୍, ବଳରାମ ମଧ୍ୟ କହୁଛନ୍ ବୋଲେ ଚଲେ। କିନ୍ତୁ କେବେ ହବ କିଛି ଜଣା ପଡୁଛି? କିଛି ଜଣା ପଡୁନି। କଲା ଧଲା ଘୋଡା ଚଢିବ ଗৌল ଉତ୍ତରୁ ଆସିବେ ବାଡ଼ି। ଉତ୍ତର ଦିଗରୁ ବୁଝିଲେ କେ? ଉତ୍ତର ଦିଗରୁ ସେମାନେ ଆସିବେ। କାଲିଆ ବୋଦାରେ ରାହାସ କଟକର କାଲିଆ ବୋଦା। ଆଚ୍ଛା, କାଲିଆ ବୋଦାରେ ରାହାସ ହୋଇବ ହେବ ଦେବ ଭୈର ବରଡ଼ି ପବିତ୍ର ନୟନେ ଦେଖିବୁ ଗৌল ବିହନ ହୋଇବ ବଛା ସତ କହିଥିଲେ ସତ୍ୟକୁ ଜିଡ଼ିବୁ ସତ୍ୟ ଯୁଗେ ହେବୁ ସଜା କଲି ହେବ ଶେଷ ମ୍ଲେଚ୍ଛ ହେବ ନାଶ ବିହନ ରହିବ ବୋଲି ହୀନ ଧ୍ରୁବ କହେ ସେ ପ୍ରଭୁ ଚରଣ ସତେ ନେତ୍ର ଦେଖିବ କି। ମାନେ ଏଇଟା ବହୁତ ଧ୍ରୁବ କହିଛେ। ଧ୍ରୁବ ବୋଲି ଗୋଟେ ଭକ୍ତ ଧ୍ରୁବ ଏଇଟା କହିଛେ ଧାମ ନଗରା। ଆଉ ଟିକେ କହିବେ ଆଉ କିଛି ଅଧ୍ୟାୟ। ଶୁଣନ୍ତୁ, ଏଇ ଯେତିକି ଆପଣ କହିଲେ ବହୁତ ଭଲ ଲାଗିଲା। ଏଟା କୋଉ ଗ୍ରନ୍ଥରୁ ଆପଣ ପାଠ କଲେ? ଏଇଟା ଦେଖନ୍ତୁ ବହୁତ ସୁନ୍ଦର କଥା। ଭବିଷ୍ୟତ ମାଲିକା ମହାପୁରୁଷ ଅଚ୍ୟୁତାନନ୍ଦ ଗୋସ୍ୱାମୀଙ୍କ କୃତ ପୃଥିବୀ 2 ଫାଳ ହେଲେ ହୋଇବ ପୂର୍ବ ଭାନୁ ପଶ୍ଚିମରେ ଉଇବ ପର୍ବତ ଶିଖରେ ଫୁଟିବ କହି ଅଚ୍ୟୁତର ବାଣୀ ଟଳିବ ନାହିଁ। ତମେ ଯେନ୍ତା ସେ କହିଥିଲ ସେଇଭଳି ତ ଏଇଟା ଗୋଟେ ପୁସ୍ତକ। ଲେଖକ ସଂଗ୍ରାହକ ଶ୍ରୀ ହାଡ଼ିବନ୍ଧୁ ଜେନା। ଆଚ୍ଛା, ଆମର ଇଏ ସୁରେନ୍ଦ୍ର ବାବୁ, ମାଳିକା ବଚନରେ ଆମର ଯୋଉ କିଛି ସବୁ କଥା କହିଛନ୍ତି ଆମର ଅଚ୍ୟୁତାନନ୍ଦ, ଆଗକୁ ଯେ ଭୟାନକ ଗୋଟେ ବିଶ୍ୱ ଯୁଦ୍ଧ ହବାର ସମ୍ଭାବନା ଅଛି ବୋଲି କିଛି ପ୍ରମାଣ ମିଳୁଛି?
ହଁ ତ ହେବ ତ କହୁଛି ଏବେ ତ ପାଖେଇ ଆସୁଛି ନା ଅନ୍ୟ ଅନ୍ୟ ଦେଶ ମାନେ ତ ନଷ୍ଟ ହେଇ ଆସୁଛି ନା ଦେଖୁଛ ତ। ଆଚ୍ଛା ଅନେକ ଦେଶ ତା ମାନେ ଏବେ ଆମେରିକା ତ ଜଳିଗଲା ତା ସଙ୍ଗେ ମାନେ ଆମେରିକା ଜୁଏ ଜଳି କରି ଜଳିଗଲା ଫେର ବହୁତ କିଛି ମାନେ ଅଘଟନ ମାନେ ଏବେ ରୋଗ ଗୋଟେ ଚୀନରେ ମାଡ଼ି ଆସିଲା ନା ବର୍ତ୍ତମାନ ଯୁଗରେ ଏଇଟା ଆମର ଓଡିଶାକେ ମଧ୍ୟ ମାଡ଼ି ଆସିଲା ବୋଲି କହୁଛନ୍ ତ ବୋଲ ତ ମାନେ ଯାହା ସିଧା ଶାସନଙ୍କ ବାଣୀରୁ ଶୁଣିବାକୁ ପାଉଛୁ। ଯଦି ଏଇଭଳିଆ ଗୋଟେ ଯୁଦ୍ଧ ହୁଏ ଯଦି ହୁଏ ତାହେଲେ ଯୁଦ୍ଧର ପରିଣାମ ତ ଭୟଙ୍କର ହବ। ନିଶ୍ଚୟ ଆପଣ ହସ୍ତଜୀବ ସେଠି ପରୀକ୍ଷା ଅଛି ପ୍ରତିବାଦୀ ଦେଖନ୍ତୁ ବହୁତ ସୁନ୍ଦର କଥା ଗୋଟେ ଏଇ ଜାଗାରେ ମୁଁ କହିବାକୁ ଚାହୁଁଛି ସମସ୍ତେ କହୁଛନ୍ ଆମର ତେଜ ବାୟୁ ଆକାଶ ସବୁ ଦୂଷିତ ହେଇଗଲାଣି କାହିଁକି ଦେଖ ପାଣି ତ ଦୂଷିତ ହେଲା ବାୟୁ ତ ଦୂଷିତ ହେଲା ତ ଆକାଶ ତ ଦୂଷିତ ହେଲା ମାଟି ତ ଦୂଷିତ ହେଲା ଦେଖ ମାଟିକୁ ଖୋଲି ଦେବାରୁ ନାନା ପ୍ରକାର ଭୂକମ୍ପ ମାନ ସୃଷ୍ଟି ହଉଛି ବୋଲି ବୈଜ୍ଞାନିକ ମାନଙ୍କ ମତରେ ମଧ୍ୟ ଆମେ ଶୁଣିବାକୁ ପାଉଛୁ ମୂଳତଃ ଆମେ ପୁଣି ନିଜେ ଜାଣୁଛୁ ଯେ ସବୁ କିଛି ତ ଦୂଷିତ ହେଇଗଲା ଏଇଟା ଶେଷ ସମୟ ଗୋଟେ ଜାଗାରେ କେତେ ଦିନ ପୂର୍ବରୁ ସେ ଦେଶକୁ ନାଁ ଆସୁନି କହିଦେଇଥିଲେ କିଛି ଦିନ ଭିତରେ ପର୍ବତଟେ ଖୋଲୁଥିଲେ ଯେ ଏଇ ଜାଗାରେ ଭୂକମ୍ପ ହେବା ବୋଲିକରି ଆମେ ଯାଇଛ ଗୋଟେ ପାହାଡକେ ଯାଇଛ କାଟିଦେବୁ ବୋଲେ ଆମ ଗୋଡକେ ଯାଇଛ କାଟିଦେଲେ ତଳେ ଖସି ଯିମୁକେ ବୁଝିପାରୁଛ ତ। ତ ସେଇଭଳି ଆପଣ ହସ୍ତଜୀବ ସେଠି ପରୀକ୍ଷା ଅଛି ପ୍ରତିବାଦୀ ଆମେ ଯାହା କରୁଛୁ ତାହା ଭଗବାନ ନିଶ୍ଚୟ ପ୍ରକୃତିର ଯେଉଁ ଅଛି ପ୍ରଭୁଙ୍କର ପ୍ରକୃତିକୁ ଧାରଣ କରିଛନ୍ତି ପୃଥିବୀ ତାକୁ ଆମେ ହନ୍ତସନ୍ତ କରିଦଉଛୁ ନା କି ନିହାତି ନିହାତି। ଆଚ୍ଛା ଇଏ ଆମର ସୁରେନ୍ଦ୍ର ବାବୁ ଯୋଉମାନେ ଆମର ମାଳିକା ବଚନକୁ ମାନୁନାହାନ୍ତି ନୈତିକତାର ସହିତ କିଛି ରହୁନାହାନ୍ତି ସେମାନଙ୍କୁ ଆପଣ କଣ କହିବେ ଟିକେ ଏଇ ଭିଡିଓ ମାଧ୍ୟମରେ କୁହନ୍ତୁ ନା। କିଛି ଲୋକ ମାଳିକାକୁ ବିଶ୍ୱାସ କରୁନାହାନ୍ତି କଣ କହିବେ? ଠିକ କେତେ ଲୋକ ତ ମାନୁନାହାନ୍ତି କିନ୍ତୁ କେତେ ଲୋକ ମାନୁଛନ୍ ଦେଖ ଏ ଜାଗାରେ ଗୋଟେ କଥା ଗୋଟେ ଟିକେ 5 ମିନିଟ ହେବା ବହୁତ ସୁନ୍ଦର କଥା ଗୋଟେ କହିଦଉ ଅଚ୍ୟୁତାନନ୍ଦଙ୍କର ଲେଖା ଗୋଟେ ଦେଖ କଲିଯୁଗର କଥା କଉ ମୁଁ ଖୋଲି କରି ଦେଖିଲି ଯେ ସେ ଜାଗାରେ ଲେଖା ହେଇଛି ବହୁତ ସୁନ୍ଦର କଥା ବୁଝିପାରିବ ଲୋକ ପୁଣି ବୁଝିପାରିବେ। ଦେଖ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ 10 ପଟଳ ମାଲିକାରେ ଲେଖିଛନ୍ତି ଯଥା କଲି ସମ୍ପୂର୍ଣ୍ଣ ନହିବ ପୂରଣ ପାପ କାର୍ଯ୍ୟରେ କଟିଯିବ ଜାଣ କେଉଁ ପାପରେ କେତେ ହେବ ଉଣା କାହା ଏହାକୁ ଶୁଣ ଭୀଷ୍ମଙ୍କ ଦୁଲଣା ମିଛ ପାପରେ 500 ବର୍ଷ କଲି ଯୁଗରେ ତୁଟିବ ଆୟୁଷ ଗଙ୍ଗାରେ ଉଲଗ୍ନ ସ୍ନାନ କରିବେ ଏ ଦେଶ ଦୋଷ କ୍ଷୟ ଯିବେ ବ୍ରାହ୍ମଣୀ ସ୍ତ୍ରୀ ହରଣେ ଗୋରୁକୁଣୀ 300 ସହସ୍ର ବର୍ଷ କ୍ଷୟ ପୁଣି ମିତ୍ରଦ୍ରୋହୀ ଯୋଗୁ 1600 ହସ୍ତ ବିଶ୍ୱାସଘାତ କି 40 ଶସ ସ୍ତ୍ରୀ ହତ୍ୟା ଯୋଗୁ ତୁଟିବ ଏତେ 32 ସହସ୍ର ଜାଣ ପ୍ରତ୍ୟକ୍ଷେ ଗୋଦଣ୍ଡାହ 140 ଗୁଣ ମାତୃହରଣେ 700 ଜାଣ 10 ପାପ ଜନ୍ତୁ ବଧରେ କଲି ଯୁଗ କଟି ଯିବ ସତ୍ୟରେ ବିଧବା ନାରୀ ହରଣରେ ପୁଣ। ଆଜ୍ଞା ବହୁତ ସୁନ୍ଦର କଥା ତ ହିନ୍ଦୀ ଆଗରୁ ମୁଁ ଶୁଣିନଥିଲି ଆପଣଙ୍କ ମାଳିକା ବଚନ ପଢୁଛନ୍ତି ବଢିଆ ଲାଗୁଛି। ଚତୁର୍ଦଶ ବର୍ଷ ଖଣ୍ଡନ ଅଭକ୍ଷରେ ଥକେ କ୍ଷୟ ହୋଇବେ ପର ଅନ୍ୟ 10 ଶସ୍ୟ ତୁଟିବେ କୁଟୁମ୍ବ ନିରାଶେ 400 ହସ୍ତ କଲି ଯୁଗର ତୁଟିବ ଆୟୁଷ ଏତିକି ଯେ କଲି ଅସନ୍ତୋଷ କରି 1600 ହସ୍ତ ବର୍ଷ ଯିବ ପୁରୀ ତୁଳସୀ ଲଗାଇ ଜଳ ନ ଦେଲେ 500 କ୍ଷୟ ଯିବ ଭଲେ ବିଷ୍ଣୁ ପ୍ରତିମା ଅପୂଜା ରହିଲେ 10 ବର୍ଷ କ୍ଷୟ ତହିଁରେ ଗୋହତ୍ୟା ଦୋଷରେ 1,00,000 ବରଷ ଏହି ରୂପେ କଲି ଯୁଗ ଆୟୁଷ। ବହୁତ ସୁନ୍ଦର ଆଉ ଏଇଭଳିଆ ବାକ୍ୟ ଆପଣ କହିଲେ ଲେଖା ଆମର ଏ ଯୋଉ ମାଳିକାରୁ କହିଲେ ବହୁତ ଭଲ ଲାଗିଲା କାରଣ ଦେଖନ୍ତୁ କଳି ଯୁଗର ଆୟୁଷ କେମିତି ସରିବ
এই କଥାଟା ମୁଁ ଆପଣଙ୍କୁ ପଚାରିଥାନ୍ତି କିନ୍ତୁ ଆପଣ ସତ କହିଲେ ଆମର ଦର୍ଶକ ମାନେ ମଧ୍ୟ ଶୁଣୁଛନ୍ତି କଳିଯୁଗ ଆଇଗଲା କେମିତି କ୍ଷୟ ହବ ବୋଲି ଏଇ ଶାସ୍ତ୍ରରେ ଲେଖା ଅଛି। ଶୁଣ 4,22,ସହସ୍ର ବର୍ଷ ତୁଟି ଯିବ କଲି ଯୁଗ ଆୟୁଷ। ଏଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଉପରୋକ୍ତ ପାପ କାର୍ଯ୍ୟ ମାନଙ୍କରେ କଲିଯୁଗ 4,22,000 ବର୍ଷ କଟିଯିବ ବୋଲି ପ୍ରମାଣ କରିଛନ୍ତି। ଯଶୋବନ୍ତ ଦାସ ମଧ୍ୟ ତାଙ୍କ କୀର୍ତ୍ତନ ନୀଳ ସୁନ୍ଦର ଗୀତା ବା ଆଗତ ଭବିଷ୍ୟତ ମାଳିକାରେ ନିମ୍ନଲିଖିତ ରୂପେ ବର୍ଣ୍ଣନା କରିଛନ୍ତି ଯଥା ଅର୍ଜୁନ ବୋଇଲେ ଶୁଣ ଚକ୍ରଧର ଆବର ପୁଛଇ ତତେ କେଉଁ ପାପକୁ କେତେ ଯୁଗ କଟିବ ଏହା ବୁଝାଇବ ମତେ। ଶ୍ରୀକୃଷ୍ଣ ବୋଇଲେ ଶୁଣ ରେ ଅର୍ଜୁନ ଯାହା ପଚାରିଲୁ ମତେ କେଉଁ ପାପେ କେତେ ବରଷ କଟିବ ବୁଝାଇ କହିବା ତତେ। ମିଛ ପାପ ଯୋଗେ 500 ବର୍ଷ ଦୁର୍ଘାତ ତୁଟି ନ ଯିବ ଗଙ୍ଗାରେ ଉଲଗ୍ନେ ସ୍ନାନ କରନ୍ତେ 10 କ୍ଷୟ ହେବ। ବ୍ରାହ୍ମଣୀ ସଙ୍ଗତେ ବିରତି କରନ୍ତେ 300 ବର୍ଷ କ୍ଷୟେ। ମୈତ୍ର କପଟ ଅବିଶ୍ୱାସୀ ଯୋଗେ 1600 ତୁଟି ଯାଏ। ବିଶ୍ୱାସ ଘାତିକି 40 ବରଷ ତୁଟିବ ଜାଣ। ମାତୃ ହରଣରେ 500 ବର୍ଷ ତୁଟି ଯିବ ଏ ପ୍ରମାଣ। ସ୍ତ୍ରୀ ହତ୍ୟାରେ ଯେ 32,000 ଦଣ୍ଡା 440। ବାଳ ହତ୍ୟା ଦୋଷେ 700 ତୁମେ ଶୁଣତୁ ଇନ୍ଦର ବସ୍ତି। 11 ଜନ୍ତୁ ବଧେ ଖଏ ନିଚ ବିରତି 12। ବିଧବା କାମିନୀ ହରନ୍ତେ ତୁଟିବ 24 ବରଷ। ହତ୍ୟା ଦୋଷେ 1,00,000 ବରଷ ତୁଟି ଯିବ ଯୋଗାବଧ। ପରଦାନ ଯେଉଁ ଆପଣେ ବାରି ହରିଲେ ତୁଟିବ 14। ଅଭକ୍ଷ ଭକ୍ଷିଲେ 8,000 ବରଷ ହୋଇବ କ୍ଷୟେ। ପରଦାନ ଯେବେ ଅନ୍ୟ ହରି ନିଏ 10 କ୍ଷୟ ହୁଏ। ଶୋଧରେ ନିରାଶ କରିଲେ ଯେହେତୁ ତୁଟେ 40 ସହସ୍ର। ଅତିଥିକୁ ଅନ୍ନ ଯାଚିନ ଦେଲେ 16 ଜୀବ ନାଶ। ତୁଳସୀ ଲଗାଇ ସେବା ଯେ ନ କଲେ 500 କ୍ଷୟ ଯାଇ। ବିଷ୍ଣୁ ପ୍ରତିମା ଯେ ପୂଜା ରହିଲେ 17 ତୁଟଇ। ଏମନ୍ତେ ଯେ 4,02,20 ବର୍ଷ ହେବ କ୍ଷୟେ। କହିଲେ କେଶବ ଶୁଣ ହେ ଅର୍ଜୁନ କଲି ଯୁଗ ବଧ ହୁଏ। ମହାମୁନି ବ୍ୟାସଦେବ ମଧ୍ୟ ତାଙ୍କର ସଂସ୍କୃତ ଭାଗବତରେ ନିମ୍ନଲିଖିତ ପ୍ରମାଣ କରିଛନ୍ତି। ଏଇ ଯୋଉଠି ଲେଖାଟି କୋଉଠି ପଢିଲେ? ଗୋଟେ ଭବିଷ୍ୟତ ମାଳିକା। ଯାହା ହଉ ବର୍ତ୍ତମାନ ଆମର ଯୋଉ ଭିଡିଓ ତ 12 ମିନିଟରୁ ଅଧିକ ହେଇଗଲାଣି। ବାଣିକି ଏଇଠି ବିରାମ ଦେବା। ଆପଣଙ୍କୁ ବହୁତ ଧନ୍ୟବାଦ କରୁଛି। ଯାହା ହଉ ଖୁବ ସୁନ୍ଦର ଭାବରେ କଳି ଯୁଗର ଆୟୁଷ କିପରି ତୁଟିବ ଆଉ କୋଉ କର୍ମ କଲେ କେତେ ତୁଟିବ ତାପରେ କୋଉ କୋଉ କର୍ମ କଲେ ପାପ ବୋଲି ଏଥିରୁ ଜଣା ପଡୁଛି। ଆମର ଗଙ୍ଗାରେ ଉଲଗ୍ନ ହୋଇ ସ୍ନାନ କରିବା, ତୁଳସୀ ଗଛ ଲଗେଇବା, ପାଣି ନ ଦବା, ବିଷ୍ଣୁ ମୂର୍ତ୍ତି ପୂଜା ନ କରିବା, ଏଇ ସବୁ ପାପ କର୍ମ କଳି ଯୁଗରେ। ତେଣୁ ଖୁବ ସୁନ୍ଦର ଭାବରେ ଆପଣ ବୁଝେଇଲେ ଆଉ ଆପଣଙ୍କୁ ବହୁତ ଦୂରରୁ ଧନ୍ୟବାଦ କରୁଛି। ମାଳିକାର ଏଇଭଳିଆ ଖୁବ ସୁନ୍ଦର ବିଷୟ ଆମେ ଆଲୋଚନା କରିବା ପୁଣି ନେକ୍ସଟ ଭିଡିଓରେ। ଦର୍ଶକମାନଙ୍କୁ ଅନୁରୋଧ କରିବା ସେମାନେ ଏଇ ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ ଆମ ସହିତ ଏମିତି ସବୁଦିନ ପାଇଁ ଯୋଡ଼ି ହୋଇ ରହିବେ। ଆପଣ ତ ଆମ ସହିତ ଯୋଡ଼ି ହୋଇ ରହିଲେ ଆଉ ବାଣିକି ଏଇଠି ବିରାମ ଦେବା। ଟିକେ ଥରେ କହିବା ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।